ଚୋରି ଚୋରି ଉପରେ ପୁଣି ସିନା ଚୋରି ରିଲିଫ ସାମଗ୍ରୀ ହଡ ପ୍ରୟାସ ଧରା ପଡିବା ପରେ ସାମ୍ବାଦିକଙ୍କୁ ଆକ୍ରମଣ। ଚଳିତ ବନ୍ୟା କାହା ପାଇଁ ସର୍ବନାଶ ହୋଇଥିବା ବେଳେ ଆଉ କିଛି ନିର୍ଲଜ୍ଜଙ୍କ ପାଇଁ ପାଲଟିଛି ପୁଷ ମାସ। ଏମିତିକି ଏଭଳି ବିପଦ କାଳରେ ଲୋକମାନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ବଦଳରେ ସେମାନଙ୍କ ପାଇଁ ଆସିଥିବା ସହାୟତା ବା ରିଲିଫ ହଡପ କରିବାକୁ କିଛି ବ୍ୟକ୍ତି ରୀତିମତ କସରତ ଚଳାଇଥିବା ଏ ଘଟଣାକୁ ଦେଖିଲେ ବୁଝାପଡେ। ଏମିତିକି ବାବୁମାନଙ୍କ କଳାକାରନାମା ପଦାରେ ପଡିଯିବା ଭୟରେ ସାମ୍ବାଦିକ ମାନଙ୍କୁ ମଧ୍ୟ ଏ ଏରଣ୍ଡ ବୃକ୍ଷ ମାନେ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିବା ଭଳି ଘଟଣା ଆସିଛି ସାମ୍ନାକୁ। ଯାଜପୁର ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଚଳିତ ବର୍ଷ ବନ୍ୟାରେ କହିବାକୁ ଗଲେ ଦଶରଥପୁର ବ୍ଲକ ସର୍ବାଧିକ କ୍ଷତି ହୋଇଥିବା ବେଳେ ଏବେ ବି ଲୋକେ ବନ୍ୟା ରାକ୍ଷସର କବଳରୁ ହୋଇପାରି ନାହାନ୍ତି ଉଦ୍ଧାର। ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଏକ ଟ୍ରକ୍ ଗତ ରାତିରେ ଆସି ପହଞ୍ଚିଥିଲା ଦଶରଥପୁର ବ୍ଲକ ଠାରେ। ମାତ୍ର ଟ୍ରକରେ ଥିବା ସାମଗ୍ରୀ ଗୁଡ଼ିକୁ କୌଣସି ସରକାରୀ ଗୋଦାମ କିମ୍ବା ବ୍ଲକ ପରିସରରେ ରଖାଯାଉନଥିବା ହୋଇଥିଲା ଅଭିଯୋଗ। ଟ୍ରକଟିକୁ ଦଶରଥପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ କଦଳୀ ଗୋଦାମରେ ଅନଲୋଡ କରାଯାଉଥିବା ବେଳେ ନା ରହିଥିଲେ କୌଣସି ସରକାରୀ ଅଧିକାରୀ ନା କୌଣସି ବ୍ଲକ ଷ୍ଟାଫ। ଘଟଣା ସମ୍ପର୍କରେ ସାମ୍ବାଦିକ କୌଶିକ ଦାସ ଖବର ପାଇବା ପରେ ସେ ବିଡିଓ ଆକାଶ ପଟ୍ଟନାୟକଙ୍କୁ ପଚାରିବା ପରେ ବିଡିଓ ଶ୍ରୀ ପଟ୍ଟନାୟକ ଏ ବିଷୟରେ ଜାଣିନଥିବା କହିଥିଲେ। ପରେ ସାମ୍ବାଦିକ ଶ୍ରୀ ଦାସ ଅନଲୋଡିଂ ସ୍ଥାନରେ ପହଞ୍ଚି ମୋବାଇଲ ବାହାର କରି ରେକର୍ଡିଂ କରିବା ସମୟରେ ପୂର୍ବତନ ସରପଞ୍ଚ ଇନ୍ଦ୍ରଜିତ ଦାସ ଏବଂ ବିରଜା ଦାସ ସାମ୍ବାଦିକ ଶ୍ରୀ ଦାସଙ୍କ ମୋବାଇଲ ଛଡାଇ ନେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବିଧା ଗୋଇଠା ଚାପୁଡା ଆଦି ମାରିଥିଲେ। ଖାଲି ସେତିକି ନୁହେଁ, ଏକ ଧାରୁଆ ଅସ୍ତ୍ର ବେକରେ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେବା ସହ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେବାକୁ ମଧ୍ୟ ଦେଇଥିଲେ ଧମକ। ଘଟଣାକୁ ନେଇ ସାମ୍ବାଦିକ ଶ୍ରୀ ଦାସ ଦଶରଥପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି। ସେପଟେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ଏଯାବତ ରିଲିଫ ସାମଗ୍ରୀକୁ ଜବତ ନ କରିବା ଘଟଣା ପ୍ରଶାସନିକ ସ୍ୱଚ୍ଛତାକୁ ନେଇ ନାନା ପ୍ରଶ୍ନ ଉଠାଉଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଏଯାବତ ଗିରଫ ନ କରିବା ଘଟଣା ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ତେଜିବାରେ ଲାଗିଛି। ମୁଁ ଗୋଟେ ଜାଗାରୁ ଖବର ପାଇଲି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଆମର ଯେଉଁ ବନ୍ୟା ପୀଡ଼ିତାଙ୍କ ପାଇଁ କିଛି ରିଲିଫ ସାମଗ୍ରୀ ଆସିଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ପଠାଇଛନ୍ତି। ପଠାଇବା ପରେ ମୁଁ ବିଡ଼ିଓଙ୍କୁ ଫୋନ୍ କରି ପଚାରିଲି, ସାର୍ ଏମିତି ରିଲିଫ ସାମଗ୍ରୀ ଆସିଛି? ଆଉ କହିଲେ ଯେ ନା ମୁଁ ଜାଣିନି, ଆଉ ମୋ ପାଖରେ ସେସବୁ ତଥ୍ୟ କିଛି ନାହିଁ, ଆଉ ରିଲିଫ ସାମଗ୍ରୀ କଥା ମୁଁ କହିପାରିବି ନାହିଁ। ତାପରେ ମୁଁ ଫୋନ୍ ଗୋଟେ ପାଇଲି ଯେ ଦଶରଥପୁର ବଜାର ଦେଇକି ପାଖାପାଖି 9ଟା ହେବ ଗୋଟେ ରିଲିଫ ଗାଡ଼ି ଗଲା, ଯେଉଁଟାକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର ବି ତାର ଥିଲା। ମୁଁ ବଜାର ଗଲେ ପଚାରିଲେ ସେ ମୋତେ କହିଲେ। ତାପରେ ଖବର ପାଇଲି ଗୋଟେ ଏଠି ଗୋଟେ ଗୋଦାମ ଅଛି, କଦଳୀ ଗୋଦାମ, ସେଠି ସେଟା ମଣ୍ଡପ ହିସାବରେ ଚଲେଇଛନ୍ତି। ଆଉ ସେଠି ହଠାତ୍ ଦେଖିଲା ଗୋଟେ ଟ୍ରକ୍ ଥୁଆ ହେଇଛି, ତାକୁ ଲେବର ମାନେ କିଛି ମାଲ ବସ୍ତାରେ ଅନଲୋଡ଼ କରୁଛନ୍ତି। ସେଠି ମୁଁ ଭିତରକୁ ଗଲି, ଭିତରକୁ ଗଲାବେଳକୁ ସେଠି 500 ଜଣ ବସିଥିଲେ, ସେଠି ଗୋଦାମ ମାଲିକ ବସିଥିଲା। ମୁଁ ତାକୁ ପଚାରିଲି କ'ଣ ଇଏ? ସେଠୁ ଆମର ଯେ ପୂର୍ବତନ ସରପଞ୍ଚ ଦଶରଥପୁର ଥିଲେ ଇନ୍ଦ୍ରଜିତ ଦାସ, ସେ ହଠାତ୍ ଉଠି ଆସି, ମୁଁ ସେତେବେଳେ ମୋବାଇଲଟା ହାତରେ ଥୋଇଛି, ମଶାଲଟା ବାହାରେ ଅଛି, ଆସି ମୋ ମୋବାଇଲଟା ଧରି ପକାଇଲେ। ଆସି ପଚାରିଲେ ମାଇଜା କୁଆଡ଼େ ଆସିଛି, ଏଠି ମୋ ମାଲ ଅନଲୋଡ଼ ହେଉଛି, ମୁଁ ତୁମକୁ କେମିତି କହୁନି, ଗୋଦାମ ମାଲିକ ପଚାରି କ'ଣ ଟା? ସେଠୁ ଆସିକି ମୋବାଇଲଟା ଛଡ଼େଇ ନେଇ କହିଲେ ମାଇଜା ଚିହ୍ନିଛୁ ନା, ମୋ ମାଲ ଏଠି ଅନଲୋଡ଼ ହେଉଛି, ଆଉ ଯଦି ଏଠି ଅଧିକା କରିବୁ ଏଇଠି ସଡ଼କ ମାରିକି ମର୍ଡର କରି ଏ ଟ୍ରକରେ ପଠାଇଦେବୁ, ତ ଲାଷ୍ଟ ତ ଘର ଲୋକ ପାଇବେନି। ଏହା କହି ମୋତେ ମାରିବା ଆରମ୍ଭ କଲା। ମୋ ମୋବାଇଲ ଛଡ଼ୁଥିଲା, ବହୁତ କଷ୍ଟରେ ମୋବାଇଲଟା ବଞ୍ଚୁଥିଲି। ସେଠି ମୋତେ ଧକ୍କା ମାରି ମୋ ମୋଟରସାଇକେଲ ପଟ ନେଇକି ଆସିଲା, କହିଲା ଯା ଏଠି, ତ ମୋଟରସାଇକେଲ ତତେ ଏଇଠି ହେଲା କିଛି ଭାଇଦେବି, ଆଉ ତ ଚାଳ ଘର, ଆଉ ରାତିରେ ଶୋଇଥିବୁ, ପେଟ୍ରୋଲ ଢାଳି ଗ୍ୟାସ୍ ବି ମାରିଦେବି, ସକାଳୁ ତ ଲାଶ ମିଳିବ, ଲୋକ କହିବେ ଯେ ଘରେ ନିଆଁ ଲାଗି ମରିଯାଇଛି। ସେଠୁ ମୁଁ ଆସି ଦଶରଥପୁର ଥାନାରେ ପହଞ୍ଚିକି ଥାନାରେ ଦେଖିଲା ବେଳକୁ ଷ୍ଟାଫ୍ ତ ନଥିଲେ, ଆଇଏସ୍ଓ ଫୋନ୍ କରିବା ପରେ ଆସିକି ପହଞ୍ଚିଲେ। ମୁଁ ଥାନାରେ ଆସିବା ନେଇଛି, କାହିଁକିନା ସେ ମୋତେ ଜୀବନ ମାରିବାକୁ ଧମକ ଦେଇଛି, ଆସି ଯେକୌଣସି ପ୍ରକାର ମୋତେ ମାରିକି ଦେଇପାରେ, କାହିଁକିନା ସେମାନେ ବର୍ତ୍ତମାନ ବହୁତ ପାୱାରଫୁଲ୍, ଆଉ ଅତୀତରେ ବି ତାଙ୍କ ନାଁରେ ବହୁତ କେସ୍ ଅଛି, ଆଉ ସେ ମୋ ଜୀବନ ପ୍ରତି ବିପଦ ଅଛି। ତେଣୁ ମୋତେ ଥାନାରେ ଆସିବା ନେଲି। ତାପରେ ଥାନାବାଲା ମୋତେ ମେଡ଼ିକାଲ ପଠାଇଲେ। ମେଡ଼ିକାଲ ଯିବା ପରେ ମେଡ଼ିକାଲ ଠିକ୍ ଯାଇ 1.5 ଘଣ୍ଟା ଖଣ୍ଡେ ମେଡ଼ିକାଲ ଡକ୍ଟର ରଖେଇଲେ, ସାଲାଇନ୍ ଇଞ୍ଜେକ୍ସନ୍ ଦେବା ପରେ ସୁସ୍ଥ ଅନୁଭବ କରି ବର୍ତ୍ତମାନ ଦଶରଥପୁର ମେଡ଼ିକାଲ ଥାନାକୁ ଆସିଛି, ଆସି ଲିଖିତ ଅଭିଯୋଗଟା ଦେଇଛି। ବ୍ୟୁରୋ ରିପୋର୍ଟ, ଶପଥ ନ୍ୟୁଜ୍।